ଅଗଷ୍ଟ 15 ତାରିଖ କାଲି ଥିଲା ଇଣ୍ଡିପେଣ୍ଡେନ୍ସ ଡେ 80ତମ 1947ରେ ସ୍ୱାଧୀନ ହୋଇଥିଲା। ପ୍ରାଇମ୍ ମିନିଷ୍ଟର ହୋଷ୍ଟ କରନ୍ତି ନ୍ୟାସନାଲ୍ ଫ୍ଲାଗ୍କୁ ପ୍ରତିବର୍ଷ ରେଡ୍ ଫୋର୍ଟରେ ଲାଲକିଲ୍ଲା ଯେଉଁଟାକି ଅଛି ଦିଲ୍ଲୀରେ। ଶାହାଜାହାନ ବନାଇଥିଲେ ତାକୁ ରେଡ୍ ସ୍ୟାଣ୍ଡଷ୍ଟୋନ୍ରେ। 2007ରେ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ର ମାନ୍ୟତା ପାଇଲା ଲାଲକିଲ୍ଲା। ଟେଙ୍ଗଲାଇ ଭେଙ୍କିଆ ଯିଏକି ଡିଜାଇନ୍ କରିଥିଲେ ନ୍ୟାସନାଲ୍ ଫ୍ଲାଗ୍କୁ ଆଡ଼ପ୍ଟ ହେଇଥିଲା ନ୍ୟାସନାଲ୍ ଫ୍ଲାଗ୍ ଜୁଲାଇ 22 ତାରିଖରେ। ରବୀନ୍ଦ୍ରନାଥ ଟାଗୋର ଯିଏକି ଜନଗଣମନ ଆମର ନ୍ୟାସନାଲ୍ ଆନ୍ଥେମ୍କୁ ଲେଖିଥିଲେ ଆଡ଼ପ୍ଟ କରାଯାଇଥିଲା ତାକୁ ଜାନୁଆରୀ 24, 1950ରେ। ସେ ଲେଖିଥିଲେ 1911ରେ ବେଙ୍ଗଲୀରେ ଯେଉଁଟାକି ପୋଏମ୍ ଥିଲା ଭାରତ ଭାଗ୍ୟ ବିଧାତା। ତା'ର 5ଟା ଷ୍ଟାଞ୍ଜାର ପ୍ରଥମ ଷ୍ଟାଞ୍ଜାଟାକୁ ଆମର ନ୍ୟାସନାଲ୍ ଆନ୍ଥେମ୍ ରୂପରେ ବୋଲାଯାଉଛି। 52 ସେକେଣ୍ଡ ତାର ପ୍ଲେଇଂ ଟାଇମ୍। ପ୍ରଥମ ଥର ପରଫର୍ମାନ୍ସ ହେଇଥିଲା ଡିସେମ୍ବର 27 ତାରିଖ 1911 ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ କାଲକାତା ସେସନରେ। 1912ରେ ପ୍ରଥମ ଥର ପବ୍ଲିଶ ହେଇଥିଲା ଏଇଟା ତତ୍ତ୍ୱବୋଧିନୀ ପତ୍ରିକାରେ। 1919ରେ ଇଂଲିଶରେ ଟ୍ରାନ୍ସଲେଟ୍ କରିଥିଲେ ରବୀନ୍ଦ୍ରନାଥ ଟାଗୋର ତାକୁ, ଯାହାର ନାଁ ଦେଇଥିଲେ ମର୍ଣ୍ଣିଂ ସଙ୍ଗ ଅଫ୍ ଇଣ୍ଡିଆ। ନ୍ୟାସନାଲ୍ ସଙ୍ଗ୍ ଆମର ବନ୍ଦେ ମାତରମ୍, ଯେଉଁଟାକି ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଲେଖିଥିଲେ ତାଙ୍କର ନୋଭେଲ୍ ଆନନ୍ଦ ମଠରେ। ତା'ର 6ଟା ଷ୍ଟାଞ୍ଜାକୁ ବୋଲାଯାଉଛି ବର୍ତ୍ତମାନ 3 ମିନିଟ୍ 10 ସେକେଣ୍ଡରେ। ସୁଭାଟା ବରାଦକର ଯିଏକି ଓଡ଼ିଶୀ ଡ୍ୟାନ୍ସର ଏବଂ ଭାରତନାଟ୍ୟମ ମଧ୍ୟ କରନ୍ତି। ମହାରାଷ୍ଟ୍ରର ସେ ସଙ୍ଗୀତ ନାଟକ ଏକାଡେମୀ 2025 ତାଙ୍କୁ ଦିଆଯାଉଛି। ଏଥିରେ 1 ଲକ୍ଷ ଟଙ୍କା, ଗୋଟେ ଶାଲ୍ ଏବଂ ତାମ୍ରପାତ୍ର ବା କପର ପ୍ଲେଟ୍ ଦିଆଯାଏ। ହରିୟାଣା ତ୍ରିରଙ୍ଗା ଯାତ୍ରା ଯେଉଁଟାକି 2ଟା ଗିନିଜ୍ ୱାର୍ଲଡ ରେକର୍ଡ ବନେଇଛି। ଗୋଟେ ହେଉଛି ଲଙ୍ଗେଷ୍ଟ ମାର୍ଚ୍ଚ ୱିଥ୍ ଫ୍ଲାଗ୍, 5 କିଲୋମିଟର ଲମ୍ବା ଏବଂ 10 ଫିଟ୍ ଓସାର ଥିଲା ଏବଂ ମୋଷ୍ଟ ପିପୁଲ ହୋଲ୍ଡିଂ ଏ ନ୍ୟାସନାଲ୍ ଫ୍ଲାଗ୍। କାନାଡ଼ିଆନ୍ ଓପନ୍ 2026 ଯେଉଁଟାକୁ ମେନ୍ ସିଙ୍ଗଲରେ ଜିତିଛନ୍ତି ବେନ୍ ସେଲ୍ଟନ୍ ୟୁନାଇଟେଡ୍ ଷ୍ଟେଟ୍ ଆମେରିକାର, ଆଉ ଓମେନ୍ ସିଙ୍ଗଲରେ ଜିତିଛନ୍ତି ଇଗା ସ୍ୱିଟେକ୍ ପୋଲାଣ୍ଡର। 15ତମ ଏକ୍ସରସାଇଜ୍ ମୈତ୍ରୀ 2026 ଇଣ୍ଡିଆନ୍ ଆର୍ମି ଏବଂ ରୟାଲ୍ ଥାଇ ଆର୍ମି ମଧ୍ୟରେ ହେବାକୁ ଯାଉଛି। ରଷିଆ କିଣୁଛି ଗ୍ୟାସୋଲିନ୍ ଇଣ୍ଡିଆଠାରୁ ପ୍ରଥମ ଥର ପାଇଁ, କାରଣ ୟୁକ୍ରେନ୍ ତା'ର ଡ୍ରୋନ୍ ମାଡ଼ରେ ଡ୍ୟାମେଜ୍ କରିଛି ରଷିଆର ଅଏଲ୍ ରିଫାଇନାରିଜ୍କୁ। ସୁମିତ ସରକାର ଯିଏକି ଜଣେ ଇଣ୍ଡିଆନ୍ ହିଷ୍ଟୋରିଆନ୍ ଥିଲେ, ସେ ପଲ କହିଛନ୍ତି ଇଣ୍ଡିଆନ୍ ଓଭରଅଲ୍ ଚାମ୍ପିଅନସିପ୍ ହୋଇଛି 35ଟା ମେଡ଼ାଲ ସହିତ 13ଟା ଗୋଲ୍ଡ, 8ଟା ସିଲଭର, 14ଟି ବ୍ରୋଞ୍ଜ। କମନୱେଲ୍ଥ ଫେନ୍ସିଂ ଚାମ୍ପିଅନସିପ୍ ଯେଉଁଟାକି ହେଉଥିଲା ଲାଗୋସ୍ ନାଇଜେରିଆରେ, ୟା ସହିତ ତାଙ୍କୁ ଦିଆଯାଇଛି ଇଣ୍ଡିଆକୁ ମିଳିଛି ୱେଲିଂଟନ୍ ସୋର୍ଡ ଟ୍ରଫି।